ପାଲଲହଡ଼ା ବନାଞ୍ଚଳ ବତିସୁଆଁ ପଞ୍ଚାୟତ ଅନ୍ତର୍ଗତ ତିରିବି ଗ୍ରାମର ରକ୍ଷିତ ଜଙ୍ଗଲରେ କ୍ଷତାକ୍ତ ଛୁଆ ଦନ୍ତା ହାତୀ ବୁଲୁଥିବା ଦେଖିବାକୁ ମିଳୁଛି। ହାତୀଟିର ବୟସ 5ରୁ 6 ବର୍ଷ ହେବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଥିବା ବେଳେ ହାତୀର ମୁହଁରେ ଆଘାତ ଲାଗିଥିବାରୁ ଗୁରୁତର ଅସୁସ୍ଥ ଥିବା ବନ ବିଭାଗ ସୂଚନା ଦେଇଛି। ପାଲଲହଡ଼ା ଓ ଖମାର ବନ ବିଭାଗ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଦନ୍ତାର ଗତିବିଧି ଉପରେ ନଜର ରଖିଛନ୍ତି। ତେବେ ରାଉରକେଲା ଓ କେନ୍ଦୁଝରର 2ଟି ଡାକ୍ତରୀ ଟିମ୍ ଆସି ହାତୀକୁ ଟ୍ରାଙ୍କୁଲାଇଜ୍ ପରେ ଚିକିତ୍ସା କରାଯିବ ବୋଲି ପାଲଲହଡ଼ା ବନ ଅଧିକାରୀ କହିଛନ୍ତି। ତେବେ ଡାକ୍ତରୀ ଟିମ୍ ଆସି ଚିକିତ୍ସା ପରେ ହାତୀଟିର ସ୍ୱାସ୍ଥ୍ୟ ଅବସ୍ଥା ଜଣାପଡ଼ିବ। ପାଲଲହଡ଼ାରୁ ଦିବ୍ୟଜ୍ୟୋତି ଦାସଙ୍କ ରିପୋର୍ଟ, ଆଜି ଲାଇଭ୍। रखी